ମୟୂରଭଞ୍ଜର ପ୍ରସିଦ୍ଧ ମାଣିତ୍ରୀ ଜାଗର ମେଳାରେ ଦୁଇ ଗୋଟି ଯାତ୍ରା ଅନୁଷ୍ଠାନ, ଯାତ୍ରା ଓଁକାର ଆଉ ଯାତ୍ରା ଗ୍ରାଣ୍ଡ ମହଲ। ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନକୁ ଆସିବ ଯୁବ ନାଟ୍ୟ ନିର୍ଦ୍ଦେଶକ ତାପସ ସ୍ୱାଇଁଙ୍କର ଭିଲେନ ଆଉ ଡକ୍ଟର ଦୀପକ ଜେନାଙ୍କର ସାପ। ଅନୁସନ୍ଧାନ କରନ୍ତୁ କେଉଁ ଯାତ୍ରା ଅନୁଷ୍ଠାନରେ। ଖଣ୍ଡଗିରିରେ ବର୍ତ୍ତମାନ ଲାଗି ରହିଛି ନୂଆ ପୁରୁଣା ଯାତ୍ରା ଅନୁଷ୍ଠାନର ପ୍ରଯୋଜକମାନଙ୍କର ଭିଡ଼। ଭିତରେ ଭିତରେ ଚାଲିଛି କଳାକାରମାନଙ୍କ ସହିତ ମୋଲଚାଲ, କେଉଁ କଳାକାର କେଉଁ ଅନୁଷ୍ଠାନକୁ ଯିବେ। ମନୋରଞ୍ଜନର ଗୋଟିଏ ରାସ୍ତା, ଯାତ୍ରା ଅସ୍ମିତା। ଯୁବ ପ୍ରଯୋଜକ ସନାତନ ମାଝୀଙ୍କ ପ୍ରଯୋଜନାରେ ଆଗାମୀ ଯାତ୍ରା ବର୍ଷ ଯାତ୍ରା ମଇଦାନକୁ ଆସିବ ଏକ ହାଇ ବିଗ୍ ବଜେଟ୍ ସୁପର କ୍ଲାସ ଯାତ୍ରା ଅନୁଷ୍ଠାନ ଯାତ୍ରା ଅସ୍ମିତା। ଭିନ୍ନ ଏକ ରୂପ, ଭିନ୍ନ ଏକ ଚିନ୍ତାଧାରା ନେଇ ଇଞ୍ଜିନିୟର ପ୍ରସଞ୍ଜିତ ନାୟକଙ୍କ ପରିକଳ୍ପିତ, ଆଡଭୋକେଟ ସୁଦୀପ୍ତା ସିଂଙ୍କ ପ୍ରଯୋଜିତ ଅପେରା ଯାଜ୍ଞସେନୀ ଆସୁଛି ଆଗାମୀ ଯାତ୍ରା ବର୍ଷରେ। ଅପେରା ଶ୍ରୀ ଗଣେଶ ପ୍ରଯୋଜକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀଙ୍କ ପ୍ରଯୋଜିତ ଅପେରା ଶ୍ରୀ ଗଣେଶ ପ୍ରଥମ ପର୍ଯ୍ୟାୟରେ 12 ଜଣ ନାମୀ ଦାମୀ କଳାକାର ଏବଂ 3 ଗୋଟି ନୂଆ ନାଟକର ନାମ ଘୋଷଣା କରିଛି ଆଗାମୀ ଯାତ୍ରା ବର୍ଷ ପାଇଁ।